नमस्कार आपण मानंकु झांझपिटा चरचड़ीर अष्टम पावच्छकु स्वागत जनाऊछि। आज मु आपण मानंकु गोटे रहस्य घटना वर्णना करिबी। माता सीता देवी रामचंद्रଙ୍କ सहित 14 वर्ष वनवास करथिले। 14 वर्ष वनवास करने समय श्रीकृष्णकर गोटे मूर्ति पूजा करथिले। सीता पुणी श्रीकृष्णकर मूर्ति केमिति पूजा कले कौन कले सत्य घटनाटी मु आपण मानक आगे कहूछि। दिनकर कथा दंडकारण्य रे मुनि मानंकु आगामी निजर बल्लभी करिवार प्रतिश्रुति देले रामचंद्र। कारण बिहरु बिहरु दंडकारण्ये वृंद वृंद ऋषि देखी सुपुण्ये विदेह कोटि एक विदेह कोटि एक देह बही बोलन ताई ए लक्ष्य किछि नही बनद श्यामा काहे ये थिला बरिला ए रामा कितप कला। बिहरु बिहरु दंडकारण्ये रामचंद्र सीतांक सहित दंडकारण्य रे भ्रमण करू करू वृंद वृंद ऋषि देखी सुपुण्य वृंद वृंद ऋषि रामचंद्र को देखी विहलित हो गले। विदेह कहले कंदर्प गोटे कंदर्प गोटे रूप होई मो पाख आम पाखरे आविर्भाव हेले कि एभलिया पुरुष को न पाई ए ब्रह्म चिंतन रु कौन बा मिलिबो। विभ्रम उपजी गला मानस बोइले सखा को सखी को आस एभलिया विचेष्टा देखिकी मानकर एभलिया काईकी अवस्था परिवर्तन घटिला। रामचंद्र बुझेदेले एमाने समस्ते मते कांता भाव रे भल पाइबा को लागि छंती। तेणु करी सेमाने मोर पत्नी हवा पाई चाहुचंती। ए जन्म रे तो मु एक पत्नी व्रत ग्रहण कर सारिछि। तेणु आगामी जन्म रे एमानंकर आशा मु पूर्ण करिबी। एक कथा प्रतिश्रुति देई आगुक आगुक चलिले। किछि बाट जिबा परे पड़िला गोटे गोपालपल्ली। से गोपालपल्ली रे देखिले गोटे गोपाल बालक त्रिभंगी छंदरे बाम पटकू ढली पांचण बा जो बाड़ी को आश्रा करी गोड़ को छंदी गाई चरेबारे व्यस्त रही छिड़ा ताकू देखि प्रभु कौन भाविले के जानी टिके हसी देले। ताकर मन आनंद हो गला कि अन्य मनस्क टिके हो गले। सीता देवी पचारिले प्रभु आपण कौन भाविले वन भ्रमण तो करथिले हठात एठारे कहीं छिड़ा होई पड़िले कौन भावना कले कहीं हसिले सब कथा मते टिके कहंतु किछि रहस्य रे संधान पाउचंती कि। रामचंद्र बुझेदेले देवी एठी ए जो परिवेश देखी गोमाता माने चरुचंती बच्छा माने बुलुचंती गो बालकटिए गोपाल बालकटिए छिड़ा हेची त्रिभंगी भंगी रे ए रूप देखिकी मोर आगामी जन्म रे जो रूप ग्रहण करिबी से रूप कथा सेति पई अनुमना होई गली। प्रभुंको कथा सुनी सीता देवी कहिले प्रभु आपण आर जन्म रे आगामी जन्म रे की रूप धारण करिवे मते टिके से रूप देखांतेनी जिद करने लगिले।
ମାଙ୍କର କଥା ନ ଭାଙ୍ଗି ପାରି ପ୍ରଭୁ କହିଲେ, ହେ ସୀତା, ହେ ସୀତେ, ତୁମେ ଯଦି ଜାଣିବାକୁ ଚାହୁଁଛ, ଦେଖିବାକୁ ଚାହୁଁଛ, ତାହେଲେ ମୁଁ ତୁମକୁ ଅନ୍ଧ ପୁଟୁଳିଟିଏ ବାନ୍ଧି ଦେଉଛି। ପ୍ରସ୍ତରଟିଏ ଧରି ନିଜର ତୀକ୍ଷ୍ଣ ସରମୁନରେ ଗୋଟିଏ ମୂର୍ତ୍ତି ଗଢ଼ିବା ପାଇଁକା ବସିଲେ। କହିଲେ, ସୀତେ, ଯଦି ତମେ ଅନ୍ଧ ଖୋଲିଦେବ, ମୂର୍ତ୍ତି ଗଢ଼ା ରହିଥିବ ସେତିକି ହିଁ ରହିଯିବ। ତେଣୁ ତୁମେ ମୁଁ ନ କହିଲା ପର୍ଯ୍ୟନ୍ତ ଅନ୍ଧ ପୁଟୁଳିଟିକୁ ଖୋଲିବ ନାହିଁ। ମୁଁ ମୂର୍ତ୍ତି ଗଢ଼ାରେ ନିମଗ୍ନ ରହିଲି। ଏହା କହି ରାମଚନ୍ଦ୍ର ମୂର୍ତ୍ତି ଗଢ଼ିବାରେ ଲାଗିଲେ। ସୁନ୍ଦର କମନୀୟ ମୂର୍ତ୍ତି, ନିଜ ମୂର୍ତ୍ତି ନିଜେ ଗଢ଼ୁଛନ୍ତି। ଆଗାମୀ ଜନ୍ମରେ କେଉଁ ରୂପ ଧାରଣ କରିବେ ସେଇ କଥା ମାଙ୍କୁ ଦେଖେଇବା ପାଇଁ ଗଢ଼ା ଚାଲିଛି। ମାଙ୍କର କୌତୂହଳ ବଢ଼ି ବଢ଼ି ଚାଲିଛି। ସ୍ତ୍ରୀ ଲୋକ କେତେ ବା ଧୈର୍ଯ୍ୟ ଧରିବେ। ଅଳ୍ପ କିଛି ସମୟ ପରେ ମନ କ'ଣ ହେଲା କେଜାଣି ଗଢ଼ା ଚାଲିଛି ବ୍ୟତିବ୍ୟସ୍ତ ଲାଗିଲା। ଆଖିରୁ ଅନ୍ଧ ପୁଟୁଳିଟାକୁ ଖୋଲିଦେଲେ। ପ୍ରଭୁ କହିଲେ, ସୀତେ, ଦେଖିଲ ତ, ଖୋଲିଦେଲ ନା? ଯେତିକି ରହିଛନ୍ତି ସେତିକି ବର୍ତ୍ତମାନ ଦେଖ। ଦେଖିଲା ବେଳକୁ ମୂର୍ତ୍ତି ଅତି ସୁନ୍ଦର ମୂର୍ତ୍ତି, କମନୀୟ ମୂର୍ତ୍ତି, କିନ୍ତୁ ନିମ୍ନ ଭାଗରେ କିଛି ଅଂଶ ଅଧାଗଢ଼ା ରହିଯାଇଛି। ମା ଦେଖିଲେ ଅତି ସୁନ୍ଦର ମୂର୍ତ୍ତି। କହିଲେ, ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ଆଉ ଥରେ ଆଖି ମୁଜି ଦେଉଛି, ଆପଣ ଗଢ଼ି ଦିଅନ୍ତୁ ବାକି ଯାହା ରହିଲା। ଶ୍ରୀରାମ କହିଲେ, ନା ସୀତେ, ସେମିତି ହେବନି ନା, ଆପଣ କରନ୍ତୁ ନା, ଏମିତି ଆଉ ଟିକେ ରହିଲା ବାକି, ଆପଣ କରିଦିଅନ୍ତୁ। ରାମଚନ୍ଦ୍ର ଯେତେବେଳେ ପୁଣି ସରମୁନରେ ଆଘାତ କରିକିରି ମୂର୍ତ୍ତିଟିକୁ ଗଢ଼ିବାକୁ ଯାଇଛନ୍ତି, ରକ୍ତର ଧାର ଛୁଟିବାକୁ ଲାଗିଲା ମୂର୍ତ୍ତିଠାରୁ। ସୀତା ଦେବୀ ଦେଖିକି ଚମକି ପଡ଼ିଲେ। ଥାଉ ଥାଉ ପ୍ରଭୁ, ଜୀବନ୍ତ ମୂର୍ତ୍ତି, ସାକ୍ଷାତ ପ୍ରତିମା, ୟାକୁ ଆଉ ଆଘାତ କରନ୍ତୁ ନାହିଁ। ରକ୍ତ ଆପେ ଆପେ ହେଉଛି ଝରି ଆସୁଛି। ତେଣୁ ରକ୍ତରୁ କିଭଳି ବନ୍ଦ ହେଇଯାଉ। ପ୍ରଭୁଙ୍କୁ ପ୍ରାର୍ଥନା କଲେ, ନିଜର ଆତ୍ମସମର୍ପଣ କଲେ, ପୂଜା ଅର୍ଚ୍ଚନା କରିବାକୁ ଲାଗିଲେ। ସେହି ଦିନଠାରୁ ଶ୍ରୀରାମଙ୍କ ଦ୍ୱାରା ନିର୍ମିତ, ସୀତାଙ୍କ ଦ୍ୱାରା ପୂଜିତ ହେଲା ସେଇ କୃଷ୍ଣ ମୂର୍ତ୍ତିଟି। ସମୟର ଚକ୍ରରେ କାଳସ୍ରୋତ ବହି ଚାଲିଲା। ରାମଙ୍କର ଲୀଳା ଅବସାନ ଘଟିଲା, କିନ୍ତୁ ସେହି ମୂର୍ତ୍ତି ସେହି ସ୍ଥାନରେ ଗୁପ୍ତ ହୋଇ ରହିଗଲେ। ଗୁପ୍ତ ଭାବରେ ଆସି ବ୍ରହ୍ମଦେବ ନିଜେ ସେଇ ମୂର୍ତ୍ତିର ପୂଜା କରନ୍ତି। ଫୁଲ ଚନ୍ଦନ ଯାହା ତାଙ୍କର ଉପଚାର, ବ୍ରହ୍ମା ପୂଜା କରନ୍ତି ତାଙ୍କ ଉପଚାରରେ। ସେଇ ମୂର୍ତ୍ତି ସେଇଠାରେ ଗୁପ୍ତ ଭାବରେ ପଡ଼ି ରହିଲେ। କିଛି କାଳ କ୍ରମେ ପ୍ରଭୁଙ୍କ ଇଚ୍ଛା, ଯେତେବେଳେ ପ୍ରକଟ ହେବାକୁ ଚାହିଁବେ, ବାଲେଶ୍ୱରର ରାଜା ସେଇ ରାସ୍ତା ଦେଇ ଯାଉଥିଲେ। ଦୈବା ଜଙ୍ଗଲ ମଧ୍ୟରେ ବାଟ ବୁଣା ହୋଇ ଯେଉଁ ସ୍ଥାନରେ ପହଞ୍ଚିଲେ, ସେହି ସ୍ଥାନରେ ଦିବ୍ୟ ମୂର୍ତ୍ତିଟିକୁ ଦର୍ଶନ କରିବା ମାତ୍ରକେ ତାଙ୍କ ହୃଦୟରେ ଏପରି ବିପୁଳ ପରିବର୍ତ୍ତନ ଘଟିଲା, ସେ ସଙ୍ଗେ ସଙ୍ଗେ ମୂର୍ଚ୍ଛା ହୋଇଗଲେ। ସେ ମୂର୍ତ୍ତିର ତେଜ, କୃପା, କଟାକ୍ଷ ଏତେ ଜୀବନ୍ତ ଥିଲା, ରାଜା ନିଶ୍ଚିନ୍ତ କୃଷ୍ଣ ଭକ୍ତ ହୋଇଥିବେ, ନହେଲେ ପ୍ରଭୁ କାହିଁକି ତାଙ୍କୁ ଦର୍ଶନ ଦେଲେ? ରାଜା କହିଲେ, ପ୍ରଭୁ, ଆପଣ ଏଇଠାରେ ଗୁପ୍ତ ଭାବରେ ଅଛନ୍ତି। କିଏ ପୂଜା କରୁଛି ଆପଣଙ୍କୁ? ମୁଁ ଚାହୁଁଛି ଆପଣ ମୋ ସହିତ ମୋ ରାଜ୍ୟକୁ ଆସନ୍ତୁ। ଆପଣ ଆଦେଶ ଦେଲେ ମୁଁ ଆପଣଙ୍କୁ ରାଜ୍ୟକୁ ନେଇଯିବି। ପଟୁଆର ଆଣି ଆପଣଙ୍କୁ ରାଜ୍ୟରେ ପ୍ରତିଷ୍ଠା କରି ମୁଁ ପୂଜା ଅର୍ଚ୍ଚନାର ବ୍ୟବସ୍ଥା କରିବି। ପ୍ରଭୁ 3 ଦିନ ପର୍ଯ୍ୟନ୍ତ ନ ଖାଇ ନ ପିଇ ରାଜା
ଗୁହାରିଆ ପଡ଼ିଲେ। 3 ଦିନ ପରେ ସେ ରାଜାଙ୍କୁ ସ୍ୱପ୍ନରେ କହିଲେ, ହେ ରାଜା, ମୁଁ ଗୋପୀନାଥ, ମୋତେ ଶ୍ରୀରାମଚନ୍ଦ୍ର ନିଜେ ନିର୍ମାଣ କରିଥିଲେ ଏବଂ ମୁଁ ସୀତା ଦେବୀଙ୍କ ଦ୍ୱାରା ପୂଜିତ ହେଉଥିଲି। କିଛି ଦିନ ବିତିଗଲା ପରେ ରାମଚନ୍ଦ୍ରଙ୍କର ଯୁଗ ଅବସାନ ଘଟିଲା। ଏ ସ୍ଥାନ ସେ ଛାଡ଼ି ଚାଲିଗଲେ। ତାପରେ ବ୍ରହ୍ମା ଆସି ଦୈନିକ ମୋର ସେବା ପୂଜା କରୁଅଛନ୍ତି। ମୁଁ ଭବିଷ୍ୟତରେ ଏହି ରୂପରେ ଗୋପପୁରରେ ଜନ୍ମ ନେବି, ଅର୍ଥାତ୍ ଗୌଡ଼ ଭାବରେ ଅବତୀର୍ଣ୍ଣ ହେବି। ତେଣୁକରି ତୁମ ରାଜ୍ୟକୁ ନେଇକି ପୂଜା ଅର୍ଚ୍ଚନା କରିବାକୁ ଇଚ୍ଛା କରୁଛ ତ? ମୁଁ ତୁମର ଇଚ୍ଛା ପୂରଣ କରିବି। ତୁମେ ମୋତେ ନେଇଯାଇପାର। ନିଜେ ହେଉଛି ରାଜା। ପଟୁଆର ସାଜସଜ୍ଜା, ମନ୍ତ୍ରୀ, ପାତ୍ର, ଅନ୍ୟାନ୍ୟ ବାଦ୍ୟ ବାଜଣା, ପଣ୍ଡିତ, ପୁରୋହିତ ସମସ୍ତଙ୍କୁ ଧରିକି ଆସିଲେ। ନିରାହାରରେ ରହିଲେ। ଅଶ୍ୱପାଲିଙ୍କି ଛତି ଇତ୍ୟାଦିରେ ଭୂଷିତ କରି ମୂର୍ତ୍ତିଟିକୁ ହାତୀ ପିଠିରେ ବସେଇ ନିଜ ରାଜ୍ୟକୁ ଚାଲିଲେ। ଚାଲି ଚାଲି ରାସ୍ତାରେ ଯାଉଛନ୍ତି। ସନ୍ଧ୍ୟା ଯେଉଁଠାରେ ଆଗମନ ହେଲା, ସେ ସ୍ଥାନଟି ବାଲେଶ୍ୱର ଠାରୁ ପ୍ରାୟ 10 କିଲୋମିଟର ଦୂର। ସ୍ଥାନଟି ଗୋଟିଏ ଗୌଡ଼ପଲ୍ଲୀ। ସେଇଠାରେ ରାତ୍ରିରେ ରାଜା ବିଶ୍ରାମ ନେଲେ। ବିଶ୍ରାମ ନେବା ପାଇଁ ରାଜାଙ୍କର ଶିବିର ସେଠାରେ ସ୍ଥାପନ ହେଲା। ସେଠି ପ୍ରଭୁ ରାଜାଙ୍କ ସହିତ ହାତୀରୁ ମଧ୍ୟ ଓହ୍ଲେଇ ଦିଆଗଲା ପ୍ରଭୁଙ୍କୁ। ସେଇ ଜାଗାରେ ଯେତେବେଳେ ପ୍ରଭୁଙ୍କୁ ଓହ୍ଲେଇ ଦିଆଗଲା, ସେଦିନ ରାତିରେ ପୁନର୍ବାର ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ମହାରାଜ, ଏଇ ପଲ୍ଲୀଟି ଗୋଟିଏ ଗୋପାଳ ପଲ୍ଲୀ, ଆଉ ମୋତେ ଗୋପାଳ ପଲ୍ଲୀରେ ଜନ୍ମ ନେବାର ଅଛି ନା, ତେଣୁ ମୋତେ ଏଇ ସ୍ଥାନଟି ମୋ ପାଇଁକା ସମ୍ପୂର୍ଣ୍ଣ ଉପଯୁକ୍ତ। ମୋରି ଇଚ୍ଛାରେ ତୁମେ ଏଠାରେ ଆଜି ବିଶ୍ରାମ ନେଇଛ। ମୁଁ ଏବେ ତୁମ ରାଜ୍ୟକୁ ଆସିବା ପାଇଁକା ଇଚ୍ଛା କରିଥିଲ। ମୁଁ ତୁମ ରାଜ୍ୟର ସୀମା ମଧ୍ୟରେ ପ୍ରବେଶ କରିସାରିଲିଣି। ଏଇ ଜାଗାରେ ରହିବି। ଏଇଠାରେ ତୁମେ ମୋର ପୂଜା ଅର୍ଚ୍ଚନା କରିବାର ବ୍ୟବସ୍ଥା କରିପାର। ପ୍ରଭୁଙ୍କ କଥା ଶୁଣି ସେ ତତ୍କାଳୀନ ମହାରାଜ ସେଇ ସ୍ଥାନଟି ହେଉଛି ରେମୁଣା। ରେମୁଣାରେ ଯେଉଁ ଗୋପୀନାଥ ଅଛନ୍ତି, ସେ ଗୋପୀନାଥ ଆଉ କେହି ନୁହନ୍ତି, ଶ୍ରୀରାମଙ୍କ ଦ୍ୱାରା ନିର୍ମିତ, ସୀତାଙ୍କ ଦ୍ୱାରା, ବ୍ରହ୍ମଦେବଙ୍କ ଦ୍ୱାରା ପୂଜିତ ସାକ୍ଷାତ ବିଗ୍ରହ। ଭବିଷ୍ୟତରୁ ନିର୍ମାତା, ପୂର୍ବରୁ ନିର୍ମାତା, ଶ୍ରୀକୃଷ୍ଣ ଅବତାର ହେବା ପୂର୍ବରୁ ରାମଙ୍କ ଦ୍ୱାରା ନିର୍ମିତ। ତେଣୁ କେତେ ବିଶ୍ୱସନୀୟ ମୂର୍ତ୍ତି। ସେ ମୂର୍ତ୍ତି ରହିଲେ ରେମୁଣାରେ। ଆମ ଓଡ଼ିଶାର ଭାଗ୍ୟ, ବାଲେଶ୍ୱରର ରେମୁଣା। କିନ୍ତୁ ଆମେମାନେ ସମସ୍ତେ ଗୋପୀନାଥଙ୍କୁ କ୍ଷୀର ଚୋରା ଗୋପୀନାଥ ଭାବରେ ଆମେ ଅଭିହିତ କରୁଛେ। ମାଖନ ଚୋରି କରିଥିଲେ, ବ୍ରଜାଙ୍ଗନା ମାନଙ୍କର ଦୁକୁଳ ଚୋରି କରିଥିଲେ, ଅନେକ ଜନ୍ମର ଅର୍ଜିତ ପାପ ଚୋରି କରନ୍ତି। ଏବେ କିନ୍ତୁ କ୍ଷୀର ଚୋରା ଗୋପୀନାଥ ନାମରେ କଳିଯୁଗରେ ପୂଜା ପାଉଛନ୍ତି। କ୍ଷୀର କ'ଣ ପାଇଁ ଚୋରି କଲେ, ତାହା ମଧ୍ୟ ଗୋଟିଏ ସୁନ୍ଦର ଲୀଳା। କାହିଁକି ହେଲା କ୍ଷୀରଚୋରା ଗୋପୀନାଥ? ଏ ବିଷୟଟି ଆରମ୍ଭ କରିବାର ଉଦ୍ଦେଶ୍ୟ, ଆମ୍ଭେମାନେ ଉପକ୍ରମ ଏପର୍ଯ୍ୟନ୍ତ ଆମେ ଚଡ଼ଚଡ଼ିର 7ମ ପାବଚ୍ଛ ଶୁଣି ସାରିଛେ। ଧୈର୍ଯ୍ୟର ସହିତ ସିଦ୍ଧାନ୍ତକୁ ଅତି କଷ୍ଟରେ ଯାହା ମୁକ୍ତା ଭଳି ମୁଁ ସଂଗ୍ରହ କରୁଛି, ଆପଣମାନଙ୍କ ଆଗରେ ସେଇ କଥା ଗୁଡ଼ିକୁ ପରଷି ଦେଉଛି। ଏଇ ଅଧ୍ୟାୟଟିର ନାମ ହେଲା ପ୍ରତିଷ୍ଠା ସୁକରି ବିଷ୍ଟା। ପ୍ରତିଷ୍ଠା ନେମ୍ ଫେମ୍, ଯଶ, କୀର୍ତ୍ତି, ପ୍ରଶଂସା, ପ୍ରତିପତ୍ତି ଇତ୍ୟାଦି। ପ୍ରତିଷ୍ଠା, ତାକୁ ସୁକରି ବିଷ୍ଟା
घुषुरीर मल सहित तुलना करा जाइछि। यार कारण कौन? काहापाइका एटा होछि कुहा जाइछि? समस्तिंको पाइका एटा सर्वसाधारण पाइका कुहा जाइछि ना किसी विशेष परिस्थिति अछि? आजी पाई एतिकी। आगामी अध्याय रे एई अष्टम परिच्छेदटी को कौन कौन त्याग करने को पड़ो जीवन रे से विषय रे प्रतिष्ठा को कौ भलिया घृण्य कदाकार कहीकि कहुई जे प्रतिष्ठा सुकरी विष्टा। तार कारण मु आपण मानू ए क्षीरचोरा गोपीनाथ प्रसंग रु ही बाहर से रहस्य आपण मान आगे उद्घाटन करी। श्लोकटी हूँ गोटे पाठ करुच्ची रहस्यर गंताघर सिद्धांत शिरोमणि श्लोकटी। अभिमान सुरापान अभिमानम सुरापानम गौरवम शुद्ध रौरवम गौरवम शुद्ध रौरवम प्रतिष्ठा सुकरी विष्टा त्रयं त्यक्त्वा हरिं भजेत। एपर्यंत 7टी सोपान रे आमे प्रथम पावछरे प्रथम बंदई भूदेव ब्राह्मण मानकर उपासना और एक गुप्त मत द्वितीय अध्याय रे श्री शिवजींकर उपासना एवं संतोषकरण। तृतीय रे कली जुग सम जुग आन नहीं कलिजुगर जुग धर्म नाम संकीर्तन उपरे गुरुत्व दे। चतुर्थ रे सकाळु सकाळु जुआ खेल किपरि आमे को पुराण अनुसार जीवन यापन करिबा तार निर्देश दिया जाइथिला। पंचम पाछरे पुलारे बसिबु छांचुणी धरिबु भरांडी रे दबु मुंड घोरणा चक्की को आखि रखिथिबु निस्तार पाइब पिंड एकथा आलोचना करा जाइथिला। षष्ठ रे बंधनकारक राम नाम रे सुआ कहिथिला राम नाम कहिकिरी मु बंधन रे पड़िछि हे साधु आपण अजोथारे काहेकि राम नाम रो महत्व कहउचंती सेठी आमे आलोचना करथिले। राम नाम सहित सत्संग केते काम्य संग फल रे सुआटी सद्य सांगे सांगे तत्क्षणा मुक्ति पाइथिला बंधनरु। राम नाम कहउतला किंतु साधु संगर फल तत्क्षणात मिलिथिला। सप्तम अध्याय रे आमे गुरुकृपा ही केवलम कहिकिरी श्यामानंद संप्रदायर प्रमुख आचार्य दुखी पिलाटी कथा उदाहरण दे सुंदर मीमांसा करथिले। अष्टम पाहाच एतक सप्तम पाहाच आमे कौन कौन करिबा कुहा जाइथिला। अष्टम पाहाच विधि पर निषेध आरंभ होछि। कौन कौन निषेध रहिथिला? प्रतिष्ठा अभिमान सुरापान गौरवम शुद्ध रौरवम प्रतिष्ठा सुकरिविष्टा त्रयं त्यक्ता हरिं भजेत। किए भजिथिले? को बलिया महान पुरुष काहेकि गोपीनाथक ना क्षीरचोरा हैला रामक द्वारा निर्मित सीतांक द्वारा पूजित मूर्ति को भलिया प्रत्यक्ष भक्त मानकर हृदय को कथा बुझिकिरी काम करती। आगामी अध्याय रे निश्चिंत भाव रे आलोचना करिबा। भजनिताय गौर राधे श्याम जप हरे कृष्ण हरे राम भजनिताय गौर राधे श्याम जप हरे कृष्ण हरे राम जप हरे कृष्ण हरे राम जप हरे